ସତ୍ ପାତ୍ରରେ କନ୍ୟାର ବିବାହ ଦେବା ଏବଂ ପୁତ୍ରକୁ ଶିକ୍ଷା ଦେବା ପ୍ରତ୍ୟେକ ପିତାମାତାଙ୍କର ସନ୍ତାନ ପ୍ରତି କର୍ତ୍ତବ୍ୟ। ଶତ୍ରୁକୁ ବିପଦରେ ପକାଇବା ଏବଂ ମିତ୍ରକୁ ସତ୍ପଥରେ ଚାଳିତ କରିବା ଉଚିତ। ଯେ କ୍ରୋଧ ଉପରେ ନିୟନ୍ତ୍ରଣ, କ୍ରୋଧରୁ ମୂର୍ଖତା, ମୂର୍ଖତାରୁ ବୁଦ୍ଧିନାଶ ତଥା ବୁଦ୍ଧି ନଷ୍ଟ ହୋଇ ପ୍ରାଣୀର ବିନାଶ ହୋଇଥାଏ। ଯେବେ ବି ଆମକୁ କିଏ କ୍ରୋଧ ଉପରେ କାବୁ ରଖିବା ପାଇଁ କହେ, ଆମେ ସେହି କ୍ଷଣି ଭାବି ନିଅନ୍ତି କି ଆମକୁ ଏପରି ଉପଦେଶର ଦରକାର ନାହିଁ। ଯେତେବେଳେ କି ରାସ୍ତାରେ, ରାଜନୀତିରେ, ପାଖ ପଡ଼ିଶାରେ, ଅଫିସରେ ବା ନିଜ ଘରେ ହେଉ ପଛେ ଆମେ ଅନେକ ଥର କ୍ରୋଧ କରିବାର ଦେଖିବାକୁ ମିଳିଥାଏ। ନୂଆ ସମ୍ଭାବନା ଖୋଜନ୍ତୁ। ଦୁଃଖ ସମୟରେ ହତାଶ ନ ହୋଇ ନିଜ ପାଇଁ ନୂଆ ସମ୍ଭାବନା ଖୋଜନ୍ତୁ। ଗୋଟିଏ ରାସ୍ତା ବନ୍ଦ ହେଲେ 100 ରାସ୍ତା ଖୋଲିଥାଏ। ନିଜକୁ ହାରି ଯାଇଛନ୍ତି ବୋଲି ମାନିବାଟା ହିଁ ସବୁଠାରୁ ବଡ଼ ପରାଜୟ ଅଟେ। ଯଦି ମନରେ ଉତ୍ସାହ ଅଛି ତେବେ ଉନ୍ନତିର ପଥ ବହୁତ ବିସ୍ତୃତ ଓ ସୀମାହୀନ ହୋଇଥାଏ। ସଦ୍ବ୍ୟକ୍ତି ନାନା ବିପଦ ଓ ସଙ୍କଟରେ ମଧ୍ୟ ନିଜର ମର୍ଯ୍ୟାଦା ହାନି ହେଉଥିବା କର୍ମ କରନ୍ତି ନାହିଁ। ସେମାନଙ୍କ ମତରେ ଜୀବ ଗଲେ ପଛେ ଯାଉ, ମାନ ଗଲେ ପୁଣି ନ ଫେରେ ଆଉ। ସତ୍ ବ୍ୟକ୍ତି ନାନା ସଙ୍କଟରେ ମଧ୍ୟ ନିଜର ସମ୍ମାନ ତ୍ୟାଗ କରନ୍ତି ନାହିଁ। ସଂସାରେ ମହତ୍ଵ ଛାଡ଼ି ରହନ୍ତି ଯେ ଲୋକ, ତାହାଙ୍କୁ ବୋଲନ୍ତି ଯାକ ଅଲାଜୁକ। କେଉଁ କାର୍ଯ୍ୟ ଦ୍ୱାରା ଆମେ ଜୀବନରେ ସକାରାତ୍ମକତା ଆଣିପାରିବା? ଅନ୍ୟ ପାଇଁ କିଛି କରନ୍ତୁ ଓ ରଚନାତ୍ମକ କାମରେ ରୁଚି ରଖନ୍ତୁ। ପରିବାର ସଦସ୍ୟମାନଙ୍କର ଯୁକ୍ତିଯୁକ୍ତ ଆବଶ୍ୟକତା କରିବାକୁ ଚେଷ୍ଟା କରନ୍ତୁ। ସାମାଜିକ ଦାୟିତ୍ୱର ନିବେଦନକୁ ପ୍ରାଥମିକତା ଦିଅନ୍ତୁ। ମନୋରଞ୍ଜନର ଅନ୍ୟ ସାଧନଗୁଡ଼ିକ ଖେଳକୁଦକୁ ବି ପ୍ରାଥମିକତା ଦିଅନ୍ତୁ। ଘର ଆଖପାଖ ଖାଲି ଜମିଗୁଡ଼ିକରେ ଗଛ ଲଗାନ୍ତୁ। ନିଜ କାମକୁ ନିଜେ କରିବାକୁ ଚେଷ୍ଟା କରନ୍ତୁ। ପ୍ରାତଃ ଭ୍ରମଣରୁ ନିଜର ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ଆଧ୍ୟାତ୍ମିକତା ଓ ସାହିତ୍ୟିକ ବହିକୁ ନିଜ ଜୀବନର ଅଂଶ କରନ୍ତୁ। ଦେଶ ହିତ ପାଇଁ କାମ କରନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରନ୍ତୁ। ଦିନଚର୍ଯ୍ୟାକୁ ନିୟମିତ କରନ୍ତୁ, କାରଣ ଏପରି ନ ଲାଗୁ କି ଦିନ ସାରା ଫୁରୁସତ ଅଛି। ସକାରାତ୍ମକ ବ୍ୟସ୍ତତାରେ ସେହି କାମଗୁଡ଼ିକ ସାମିଲ ହୋଇଥାଏ ଆପଣଙ୍କୁ ସନ୍ତୁଷ୍ଟି ଓ ସାର୍ଥକତାର ଅନୁଭବ କରାଏ। ତେଣୁ ସକାରାତ୍ମକ ଦିନଚର୍ଯ୍ୟାକୁ ଆପଣେଇ ନିଜ ଜୀବନକୁ ନୂଆ ପଥ ଦେଖାନ୍ତୁ। ଜୟ ଶ୍ରୀ ଜଗନ୍ନାଥ।